ସାଙ୍ଗ ଗଣେଶଙ୍କ ଭାଙ୍ଗ ଲଡୁ ପାଇବା ପାଇଁ ବ୍ୟୋମଯାନରେ ଫେରି ଆସିଲି ଜନ୍ମଭୂମିକୁ। ଲଡୁ ତ ଏକ ବାହାନା ଥିଲା, କିନ୍ତୁ ତାହାର ନେପଥ୍ୟରେ ଥିଲା ବ୍ୟସ୍ତବହୁଳ ଜୀବନରେ ଆଧ୍ୟାତ୍ମିକତାରେ ସଦାସର୍ବଦା ଅଶାସ୍ତ୍ରୀୟତା ଓ ଅଶ୍ଳୀଳତା ଦେଖୁଥିବା ଏ ଅଶାନ୍ତ ମନରେ ଟିକେ ଶାନ୍ତି ପାଇବା। ନିତ୍ୟକର୍ମ ସାରି ଜଗଦ୍ଗୁରୁଙ୍କ ସାନ୍ନିଧ୍ୟ ପ୍ରାପ୍ତାନ୍ତେ କର୍ତ୍ତବ୍ୟ ନିର୍ବହନ ପୂର୍ବକ ପାରମ୍ପରିକ ବସ୍ତ୍ର ପରିଧାନ କରି ପହଞ୍ଚିଗଲି ଦୋଳମଣ୍ଡପ ସାହିସ୍ଥ ତାଙ୍କ ବାସନଭବନ ସନ୍ନିକଟେ। ଦେବତ୍ୱ ପାଇଥିବା ଉତ୍କଳୀୟ ପରମ୍ପରାରେ ଅନୁସାରେ ନିର୍ମିତ ସେହି ନୃତ୍ୟ ଗଣପତି ମେଲାଣି ପାଇଁ ପ୍ରସ୍ତୁତ ହେଉଥିଲେ। ଝୁଣା କର୍ପୂର ଚନ୍ଦନର ସୁଗନ୍ଧ ମଧ୍ୟରେ ଘଣ୍ଟର ମନ୍ଦ୍ରନାଦ ଓ ଚାଙ୍ଗୁବାଜା ସହିତ ସାହି ପିଲାଙ୍କ ସ୍କନ୍ଦାରୋହୀ ବିଘ୍ନେଶ୍ୱର ବିମାନ ରୂପକ ବ୍ୟୋମଯାତ୍ରାରେ ପ୍ରସ୍ଥାନରତ। ସେଠାରେ ନାଗାନୃତ୍ୟ ସମରକଳା ସହ ଶ୍ରଦ୍ଧାଳୁଙ୍କ ପାଇଁ ଘୃତରେ ପ୍ରସ୍ତୁତ ମୋହନଭୋଗ ସମସ୍ତଙ୍କୁ ତୃପ୍ତ କରୁଥିଲା। ପତିତପାବନଙ୍କ ଆଜ୍ଞାମାଳ ପାଇ ଗଣପତି ବାହାରିଲେ ବିସର୍ଜନ ପାଇଁ। ଆବାଳ ବୃଦ୍ଧ ବନିତାଙ୍କ ସହଯୋଗ ପରୋକ୍ଷରେ ପରସ୍ପରକୁ ଆଧ୍ୟାତ୍ମିକତାର ରସରେ ନିବିଡ଼ ଭାବରେ ବାନ୍ଧି ପାରିଥିଲା। ଶେଷରେ ବିସର୍ଜନ କରି କ୍ଲାନ୍ତ ଶରୀର ପାଇଁ ପ୍ରଭୁ ଗଣେଶଙ୍କୁ ଅର୍ପଣ ହୋଇଥିବା ପଣା ଓ ଭାଙ୍ଗ ଲଡୁ ପାଇଥିଲି। ଜୟ ଜଗନ୍ନାଥ।